ପଦ୍ମପୁର ଗାଁରେ ଜଣେ ଗରିବ ଲୋକ ରହୁଥିଲା। ଲୋକଟିର ପରିବାର କହିବାକୁ ଗଲେ ଦୁଇ ପୁଅ ଆଉ ସିଏ ନିଜେ, 3 ଜଣ ପରିବାର। ଲୋକଟିର ଅବସ୍ଥା ବହୁତ ଖରାପ ଥିଲା। ପେଟ ପୋଷିବା ପାଇଁ ସେ ପ୍ରତିଦିନ ଜଙ୍ଗଲକୁ ଯାଏ ଏବଂ ଜଙ୍ଗଲରେ ଫାଶ ବସାଇ ଶୁଆ ସାରି କପତ ଧରି ଆଣି ତାକୁ ବଜାରରେ ବିକେ। ଆଉ ସେଥିରୁ ଯାହା ବି କମାଏ ବାପ ପୁଅ 3 ଜଣଙ୍କର ପେଟ ପୋଷେ। ଦିନେ ସେହି ଗରିବ ଲୋକଟି ଜଙ୍ଗଲକୁ ଯାଇଥିଲା, କିନ୍ତୁ ଦୈବ ଯୋଗେ ସେଦିନ ତାର ଫାଶରେ ଗୋଟିଏ ହେଲେ ଶୁଆସାରି କିମ୍ବା କପତ ପଡ଼ିଲେ ନାହିଁ, କିନ୍ତୁ ଗୋଟିଏ କୁଆ ତା ଫାଶରେ ପଡ଼ିଥାଏ। କୁଆଟି ଦେଖିବାକୁ ଅନ୍ୟ କୁଆଙ୍କ ଠାରୁ ବହୁତ ଅଲଗା, ଆଉ ତାର ଶରୀରରୁ ଚିକ୍ମିକ୍ କରୁଥିବା ଆଲୁଅ ବାହାରୁଛି। ଲୋକଟି ଚିନ୍ତା କଲା, ଏ କୁଆଟିକୁ ବଜାରରେ ସିନା ବିକି ପାରିବିନି, କିନ୍ତୁ ଘରେ ମୋ ଛୋଟ ପୁଅ ଦୁହେଁ ୟା ସହ ଖେଳିବେ। ଯାଉଛି ୟାକୁ ଘରକୁ ନେଇଯିବି। ସେଦିନ ଲୋକଟି କୁଆକୁ ସାଥିରେ ଧରି ଘରକୁ ଫେରି ଆସିଲା। ଆଉ ଘରେ 2 ପୁଅ କୁଆ ସାଥିରେ ବଡ଼ ଆନନ୍ଦରେ ଖେଳିଲେ। ଏମିତି କିଛି ଦିନ କଟିଗଲା। ଦିନେ ଜଣେ ତାନ୍ତ୍ରିକ ସେହି ଲୋକର ଘରକୁ ଆସିଥାଏ। ଠିକ୍ ସେହି ସମୟରେ ଘର ଭିତରେ କୁଆ ସାଥିରେ 2 ଛୋଟ ପିଲା ଖେଳୁଥାନ୍ତି। ତାନ୍ତ୍ରିକର ନଜର ପଡ଼ିଲା ସେହି ଅଦ୍ଭୁତ କୁଆ ଉପରେ। ତାନ୍ତ୍ରିକ କୁଆଟିକୁ ନିଜ ହାତରେ ଧରି ତାର ଡେଣା 2ଟିକୁ ମେଲାଇ ଦେଖେ ତ କୁଆର ବାମ ଡେଣାରେ ଲେଖା ଥିଲା, ଯିଏ ମୋ ବାମ କଲିଜା ଖାଇବ ସେ ରାଜା ହେବ। ତାପରେ କୁଆର ଡାହାଣ ଡେଣାରେ ଲେଖା ଥିଲା ଯେ ଯିଏ ମୋ ଡାହାଣ କଲିଜା ଖାଇବ ସେ ହସିଲେ ତା ମୁହଁରୁ ସୁନା ବାହାରିବ। ତାପରେ ଗରିବ ଲୋକଟି ତାନ୍ତ୍ରିକକୁ ଆସିବାର କାରଣ ପଚାରିଲା। ତାନ୍ତ୍ରିକ କହିଲା, ଆମେ ତାନ୍ତ୍ରିକ ଲୋକ, ମନ୍ତ୍ରତନ୍ତ୍ର କରିବାକୁ ହେଲେ କୁଆର ମାଂସ ଖାଇବା ଦରକାର। ତୁମେ ତ ଜଙ୍ଗଲରୁ ପକ୍ଷୀମାନଙ୍କୁ ଧରି ବଜାରରେ ବିକୁଛ, ସେଥିପାଇଁ ଭାବିଲି ତୁମ ପାଖରେ ମିଳିବ। ଏକଥା ଶୁଣି ଲୋକଟି ଚିନ୍ତା କଲା, ଯାହା ହେଉ ଆଜି କିଛି ହେଲେ ପକ୍ଷୀ ବଜାରରେ ବିକି ନାହିଁ। ଆଉ ଏ କୁଆଟିକୁ କେହି ନେବେ ନାହିଁ ବୋଲି ଭାବିଥିଲି, ହେଲେ ଏ ତାନ୍ତ୍ରିକ କିଣିବା ପାଇଁ ଆସିଛି, ଭଲ ହେଲା। ତାପରେ ତାନ୍ତ୍ରିକ କହିଲା, ତୁମେ ଯଦି ମୋତେ କୁଆର ମାଂସ ରାନ୍ଧି ତୁମ ଘରେ ଖାଇବାକୁ ଦେଇପାରିବ, ତାହେଲେ ମୁଁ ତୁମକୁ ବହୁତ ଗୁଡ଼ାଏ ସ୍ୱର୍ଣ୍ଣ ମୁଦ୍ରା ଦେବି। ସ୍ୱର୍ଣ୍ଣ ମୁଦ୍ରା କଥା ଶୁଣି ଗରିବ ଲୋକଟି ବହୁତ ଖୁସି ହୋଇଗଲା, ଆଉ ତାନ୍ତ୍ରିକ ପାଇଁ କୁଆ ମାଂସ ରାନ୍ଧିବା ପାଇଁ ହଁ କରିଦେଲା। ତାପରେ ଲୋକଟି କୁଆର ମାଂସ ରାନ୍ଧିବାରେ ଲାଗିଗଲା। ମାଂସ ରାନ୍ଧି ସାରି ଲୋକଟି ରୋଷଶାଳାରୁ ବାହାରକୁ ଯାଇଥାଏ। ଠିକ୍ ସେତିକି ବେଳେ ତାର 2 ପୁଅ ଆସି କୁଆର 2ଟି କଲିଜା ଖାଇଦେଲେ। କିଛି କ୍ଷଣ ପରେ ଲୋକଟି ରୋଷଶାଳାକୁ ଆସି ଗରମ ଗରମ କୁଆ ମାଂସ ତାନ୍ତ୍ରିକକୁ ପରଷି ଦେଲା। ଏବେ ତାନ୍ତ୍ରିକ ମାଂସ ଥାଳିରେ କୁଆର କଲିଜା ଖୋଜିଲା, ହେଲେ ତାକୁ କୁଆର କଲିଜା ଆଉ ମିଳିଲା ନାହିଁ। ତେଣୁ ତାନ୍ତ୍ରିକ ନିଜର ସବୁ ସ୍ୱର୍ଣ୍ଣ ମୁଦ୍ରା ଫେରସ୍ତ ନେଇ ସେଠାରୁ ଚାଲିଗଲା। ତାନ୍ତ୍ରିକ ଫେରିଯିବା ପରେ ଲୋକଟି ତାର 2 ପୁଅଙ୍କୁ ବହୁତ ରାଗିଲା, ଆଉ ଘରୁ ବାହାର କରି କହିଲା, ଯେଉଁଦିନ ତୁମେ ଦୁହେଁ ସେତିକି ସ୍ୱର୍ଣ୍ଣ ମୁଦ୍ରା ଆଣିବ ସେଦିନ ଘରେ ପଶିବ। ବାପଠାରୁ କଟୁ କଥା ଶୁଣି 2 ପୁଅ ଗାଁ ଓ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଗଲେ। ସେ ଦୁହେଁ ଏମିତି ଭୋକ ଉପାସରେ ବହୁତ ବୁଲିବା ପରେ ଥରେ ସେମାନେ ରାଜାଙ୍କର ଦରବାର ବାହାରେ ଶୋଇଥାନ୍ତି। ସେ ସମୟରେ ସେଠିକାର ରାଜା ମରିଯାଇଥାନ୍ତି। ତେଣୁ ପ୍ରଜାମାନେ ନୂଆ ରାଜାଙ୍କୁ ଖୋଜୁଥାନ୍ତି। ହଠାତ୍ ପ୍ରଜାଙ୍କର ନଜର ପଡ଼ିଲା 2 ଜଣ ଯୁବକ ଉପରେ ସେଠାରେ ଶୋଇଥିବାର। ତେଣୁ ସେମାନେ ବଡ଼ ଭାଇକୁ ଟେକି ନେଇ ନିଜ ରାଜ୍ୟର ରାଜା କରିଦେଲେ। ବଡ଼ ଭାଇ ରାଜା ହେବା ପରେ ସାନ ଭାଇ ତା ସାଥିରେ ରହିଲା, ଆଉ କୁଆର ବାମ ଡେଣାରେ ଲେଖାଥିବା କଥା ସତ ହେଲା। ତାପରେ ସାନ ଭାଇକୁ ଯେବେ ବି ହସ ଲାଗେ ତା ପାଟିରୁ ସୁନାର ମୁଦ୍ରା ବାହାରେ, ଯାହା କୁଆର ଡାହାଣ ଡେଣାରେ ଲେଖା ଥିଲା। ଏମିତି ସେହି ରାଜ୍ୟରେ 2 ଭାଇ ମହା ଆନନ୍ଦରେ ରହିଲେ। ସାନ ଭାଇ ପାଟିରୁ ସୁନା ବାହାରୁଥିବାରୁ ରାଜା ହୋଇଥିବା ବଡ଼ ଭାଇର କିଛି ଅଭାବ ହେଲା ନାହିଁ। ସେ ନିଜ ରାଜ୍ୟ ବଡ଼ ଖୁସିରେ ଚଳାଇଲା।
ଏଣେ ଗରିବ ବୁଢ଼ା ବାପ ପୁଅ ଦୁହେଁ ନ ଫେରିବାରୁ ଖୋଜି ଖୋଜି ପାଗଳ ହୋଇଗଲା। ଅଚାନକ ସେ ଆସି ସେହି ରାଜ୍ୟରେ ପହଞ୍ଚିଥିଲା ଆଉ ରାଜାଙ୍କ ଦରବାର ଆଗରେ ବସି ଭିକ୍ଷା ମାଗୁଥିଲା। ଦୁଇ ଭାଇ ନିଜ ମହଲ ଉପରେ ଥାଇ ଦେଖନ୍ତି ତ ତାଙ୍କ ବାପା ନିଜ ଦରବାର ଆଗରେ ଭିକ୍ଷା ମାଗୁଛନ୍ତି। ତେଣୁ ସେ ଦୁହେଁ ତଳକୁ ଆସି ବାପାଙ୍କୁ ନିଜ ମହଲ ଭିତରକୁ ନେଲେ ଏବଂ ନୂଆ କପଡ଼ା ପିନ୍ଧିବାକୁ ଦେଲେ। ତାପରେ ବାପ ପୁଅ ତିନି ଜଣ ଖୁସିରେ ସେହି ରାଜ୍ୟରେ ରାଜା ହୋଇ ମହା ଆନନ୍ଦରେ ଦିନ କାଟିଲେ।